କରିଦେଇଛି ଏଇଟା x2 ଆଉ ଏଟା ଚିହ୍ନି ପାରୁନାହାନ୍ତି ଏଟା y2 ଏଗୁଡ଼ା ଆହୁରି ବହୁତ ଗୁଡ଼ା ମଧ୍ୟ ଏଗୁଡ଼ା ଆମେ ଆବଶ୍ୟକତା ଅନୁସାରେ ବଢ଼େଇ ପାରିବା। ତ ଏଠି ନିୟମ କ'ଣ ଅଛି ଗୋଟିଏ ପାର୍ଶ୍ୱ କମିଲେ ଅନ୍ୟ ପାର୍ଶ୍ୱଟି ବଢ଼ିବ ତାହେଲେ ତାକୁ ଆମେ କ'ଣ କହିବା ପ୍ରତିଲୋମୀ ଚଳନ କହିବା। ଦେଖିବା ଗୋଟିଏ କାମକୁ 20 ଜଣ ଲୋକ 8 ଦିନରେ କରନ୍ତି କେବେ 10 ଜଣ 20 ଜଣ ଲୋକ 8 ଦିନରେ କରନ୍ତି ତାହେଲେ 10 ଜଣ ଲୋକ କେତେ ଦିନରେ କରିବେ? ଏଠି ଯଦି କମିଛି ଏଠି ବଢ଼ିଯିବ 16 ଦିନରେ। ମୁଁ ଯଦି କହିବି 5 ଜଣ ଲୋକ କେତେ କରିବେ ବା ଯଦି 20 ଜଣ ଲୋକ 8 ଦିନରେ କରୁଛନ୍ତି ମୁଁ ଯଦି ଏଇନା କହିବି 40 ଜଣ ଲୋକ ସେଟା କେତେ ଦିନ କରିବେ? ସରି ଏଠି ମୁଁ ଭୁଲ ଲେଖିଲି ଏଟା 4 ଦିନରେ ଏଟା ଭୁଲ ଲେଖିଲି ଏଟା କେତେ ହବ 4 ଦିନରେ ସେମାନେ କ'ଣ କରିପାରିବେ କମ୍ପ୍ଲିଟ୍ କରିପାରିବେ। ଏଠି ଗୋଟେ ଜିନିଷ ଦେଖାଯାଉଛି ଯଦି ଗୋଟେ ପାର୍ଶ୍ୱ ବଢ଼ୁଛି ଅନ୍ୟ ପାର୍ଶ୍ୱଟି କ'ଣ ହେଇଯାଉଛି କମି ଯାଉଛି ଯଦି ଅନ୍ୟ ପାର୍ଶ୍ୱଟି ବି ବଢ଼ୁଛି ତାହେଲେ ଅନ୍ୟ ପାର୍ଶ୍ୱଟି କମୁଛି। ଦେଖ ଏଠି 20 ଯେତେବେଳେ ଥିଲା ଏଠି 8 ଏଠି ଯେତେବେଳେ 10 ହେଲା ଏଠି କେତେ ହେଇଗଲା 16 ଏଠି ଯେତେବେଳେ ମୁଁ ବଢ଼େଇଥିଲି 40 କେତେ ହେଇଗଲା 4 ତାହେଲେ ଏଇଭଳିଆ କ୍ଷେତ୍ରରେ ଯେଉଁ କେସ୍ ଗୁଡ଼ା ରହିଲେ ସେଇଟାକୁ ଆମେ କ'ଣ କହୁଛୁ ପ୍ରତିଲୋମୀ ଚଳନ ବୋଲି କହୁଛୁ। ତ ପ୍ରତିଲୋମୀ ଚଳନ ଏବଂ ସଳଖ ଚଳନ ଏଇ ଦୁଇଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ ଅଛି। ଏଇ ଦୁଇଟା ଜିନିଷରେ ଆମେ ବହୁତ ଗୁଡ଼ା ମ୍ୟାଥ୍ କରିପାରିବା। ମୁଁ ବାର କହୁଛି ଆଗ କ୍ଲାସ୍ରେ ମୁଁ କହିସାରିଛି ଯେଉଁମାନେ ସଳଖ ଚଳନ କଲେ এই ଚଳନଟିକୁ ମାମୁଲି ବା ଭେରିଏସନକୁ ଆମ ସାଧାରଣ ଭାବରେ ଭାବନ୍ତୁ ନାହିଁ ଏଥିରେ ବହୁତ ଗୁଡ଼ା ମ୍ୟାଥ୍ ହେବ। ଯେଉଁମାନେ ଏଇ କ୍ଲାସ୍ ଗୁଡ଼ିକୁ ଆଟେଣ୍ଡ କରୁନାହାନ୍ତି ବା ଦେଖୁନାହାନ୍ତି ଯେତେବେଳେ ମୁଁ ଫାଷ୍ଟ କାଲକୁଲେସନ୍ କରିବି ବା ଫାଷ୍ଟ ମେଥଡ଼ ୟୁଟିଲାଇଜ୍ କରିବି ସେତେବେଳେ ସେମାନଙ୍କୁ ବୁଝିବା ପାଇଁ କଷ୍ଟ ହେବ। ତ ରିକ୍ୱେଷ୍ଟ ରହୁଛି ଯେ ଜନ୍ ଭିଡ଼ିଓଟିକୁ ଦୁଇଟି ଯାକ ଭଲ ଭାବରେ ବୁଝନ୍ତୁ ଏବଂ ଦେଖନ୍ତୁ। ଯିବା ତ এই ଚଳନ ପ୍ରତିଲୋମୀ ଚଳନକୁ ନେଇକି ବର୍ତ୍ତମାନ ଆମେ ଦେଖିବା କ'ଣ କ'ଣ ମ୍ୟାଥ୍ କ୍ୱେଶ୍ଚନ୍ ରହୁଛି ଆଉ ଆମେ କେମିତି କରିପାରିବା। ବର୍ତ୍ତମାନ ଦେଖିବା ପ୍ରଶ୍ନ କ'ଣ କହୁଛି। ପ୍ରଶ୍ନ କହୁଛି ଭୁବନେଶ୍ୱର ଠାରୁ ବାଲେଶ୍ୱର କେତେ କିଲୋମିଟର ନା 200 କିଲୋମିଟର ଦୂର ଅଛି। ଗୋଟିଏ ଗାଡ଼ି ଯଦି 25 କିଲୋମିଟର ବେଗରେ ଯାଉଛି ତାହେଲେ ଭୁବନେଶ୍ୱରରୁ ବାଲେଶ୍ୱର ପହଞ୍ଚିବା ପାଇଁ 8 ଘଣ୍ଟା ସମୟ ଲାଗୁଛି। କେତେ ଘଣ୍ଟା ସମୟ ଲାଗୁଛି 8 ଘଣ୍ଟା। ସେ କହୁଛି ଯଦି 50 କିଲୋମିଟର ବେଗରେ ଯାଏ ଯଦି କେତେ କିଲୋମିଟର ବେଗରେ 50 କିଲୋମିଟର ବେଗରେ ଗଲେ ତ କେତେ ସମୟ ଲାଗିବ ସେଠି ପହଞ୍ଚିବା ପାଇଁ ଆଉ 2 ଘଣ୍ଟାରେ ପହଞ୍ଚିବାକୁ ହେଲେ ଗାଡ଼ିଟିକୁ ବେଗ କେତେ ବଢ଼େଇବାକୁ ପଡ଼ିବ। याको आम सड़क चलन मध्यम कौन करवा क्लीयर करिया। तो आउ थे देखीदे 200 किलोमीटर जीवा 200 किलोमीटर रास्ता अच्छी कौटू भुवनेश्वर बालेश्वर घंटा प्रति बेग के 25 किलोमीटर यही बेगर जी जाऊँगी समय लगुच के बेगर गले समय लगुच 8 घंटा। तो 50 किलोमीटर जीवाई सॉरी 50 किलोमीटर बेगर गले केते समय लगे से दूर को अतिक्रम पहुँचापी आउ गोटे प्रश्न पचारि तो 2 घंटे जदि से पहुँचो ताले से गाड़ी बेग केते रहिबो देखिबा। ताले एठी देखुचे गाड़ी बेग एक्स धराई गाड़ी बेग जो 25 थिला गाड़ी बेग जो 25 थिला से 8 घंटे पहुँचुला से प्रश्न पचार 50 ले केते पहुँचो और जब 2 घंटे पहुँचार अच्छी तो गाड़ी बेगटा केते रखिले से 2 घंटा भितर पहुँच। तो सूत्र मु आगु कही सारी एक्स इंटू वाई x1 इंटू y1 यही टाइप। तो बर्तमान देखा तो आमको जना ताले एठी देखा x1 इंटू y1 यहाँ आमको जना बाकी से अनुसार बाहर कर चलो बाहर कर x1 इंटू y1 इक्वल टू x2 इंटू y2। तो x1 जिते बड़े घंटा प्रति बेग के रोला 25 किलोमीटर समय लगुला 8। तो से कौन जब घंटा प्रति 50 किलोमीटर जीव तो y2 केते आंसर हम। तो किसी ने देखिया 25 गुणन 8 बाय 50 25 गुणे 50 दुई रे पुणी जब काटी दे 4 y2 अर्थात ये कहते 2 घंटा सॉरी 4 घंटा जदि से घंटा प्रति बेग तार के घंटा प्रति बेग तार 50 किलोमीटर रुए तार से केते पहुँचो जदि घंटा प्रति बेग सॉरी टिके खाली जदि घंटा प्रति बेग के 50 रहा तार से पहुँचो के 4 घंटा।
ତାପରେ ପୁଣି ପ୍ରଶ୍ନ ପଚାରିଥିଲା 2 ଘଣ୍ଟାରେ ପହଞ୍ଚିବା ପାଇଁ ତାର ଗାଡ଼ିର ଘଣ୍ଟା ପ୍ରତି ବେଗ କେତେ ହେବ ଦେଖିନେବା। x1 into y1 is equal to x3 into y3। ଘଣ୍ଟାକୁ ଯେତେବେଳେ 25 କିଲୋମିଟର ଥିଲା ତ 8 ଘଣ୍ଟାରେ ପହଞ୍ଚୁଥିଲା। x3 ଆମକୁ ଜଣା ନାହିଁ, 2 ଘଣ୍ଟାରେ ପହଞ୍ଚିବାର ଅଛି। ତ ଇଏ ହେଇଯିବ 25 ଗୁଣ 8 ବାଇ 2 ସମାନ x3। 2ରେ ଯଦି ଏଟାକୁ ମୁଁ କାଟିଦେବି କେତେ ହେଇଯିବ ନା 4, 25ରେ 4 ଗୁଣ କଲେ 100। ତ y3 ଆମର କେତେ ବାହାରିଗଲା ନା 100 ବାହାରିଗଲା। ଅର୍ଥାତ୍ ତାହେଲେ 2 ଘଣ୍ଟାରେ ଯଦି ଆମକୁ ପହଞ୍ଚିବାର ଅଛି ତାହେଲେ ଗାଡ଼ିର ବେଗକୁ ଆମକୁ କେତେ ରଖିବା ପାଇଁ ହେବ 100 କିଲୋମିଟର ରଖିବା ପାଇଁ ହେବ। ଭାବୁଛି ଏଇ ଭିଡ଼ିଓଟାରେ ଆପଣ ପ୍ରତିଲୋମୀ ଚଳନ ବିଷୟରେ ବୁଝି